ପଥ ପ୍ରଦର୍ଶିକା। ଆପଣ ଏହି କାର୍ଯ୍ୟକ୍ରମର ଜଣେ ନିୟମିତ ଶ୍ରୋତା। ଆପଣଙ୍କର ହୃଦୟସ୍ପର୍ଶୀ ସାକ୍ଷ୍ୟ ନିମନ୍ତେ ମୋତେ ବିଶେଷ ଧନ୍ୟବାଦ। ପ୍ରଭୁ ଯୀଶୁ ଯେ ଆପଣଙ୍କ ହୃଦୟରେ କଥା କହିଅଛନ୍ତି, ଆଉ ସେ ଆପଣଙ୍କୁ ପାପରୁ ଉଦ୍ଧାର କରିଅଛନ୍ତି, ଏହା ଜାଣି ଆମେ ମଧ୍ୟ ବିଶେଷ ଖୁସି ପ୍ରଭୁଙ୍କ ନାମକୁ ଧନ୍ୟବାଦ ଦେଉ। ହଁ, ଏହା ନିଶ୍ଚିତ ଯେ ଯେଉଁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରନ୍ତି, ସେମାନେ ପାପରୁ ଉଦ୍ଧାର ପାଇବା ସଙ୍ଗେ ସଙ୍ଗେ ଅନନ୍ତ ଜୀବନର ଅଧିକାରୀ ହୁଅନ୍ତି। ଆଉ ପ୍ରଭୁ ମଧ୍ୟ ସେମାନଙ୍କର ସମସ୍ତ ସମସ୍ୟା ସମାଧାନ କରି ସେମାନଙ୍କ ଜୀବନରେ ତାହାଙ୍କର ଅଲୌକିକ ଶକ୍ତିର କାର୍ଯ୍ୟମାନ ସାଧନ କରନ୍ତି। ସେ ସେମାନଙ୍କର ସହିତରେ ରହି ସମସ୍ତ ବିଷୟରେ ମଙ୍ଗଳ ପ୍ରଦାନ କରନ୍ତି। ତେଣୁ ଆସନ୍ତୁ, ପ୍ରଭୁ ଆଜି ଆମମାନଙ୍କୁ ଏହି ଯେଉଁ ସୁନ୍ଦର ସୁଯୋଗ ଦେଇଅଛନ୍ତି ତାହାଙ୍କର ବାକ୍ୟ ମଧ୍ୟ ଦେଇ ତାହାଙ୍କର ନିକଟବର୍ତ୍ତୀ ହେବା ପାଇଁ, ଏହି ସୁଯୋଗର ସଦ୍ବ୍ୟବହାର କରି ଆମେ ପ୍ରଭୁଙ୍କର ନିକଟବର୍ତ୍ତୀ ହୋଇ ତାହାଙ୍କର ପଥରେ ଚାଲିବା ନିମନ୍ତେ ଚେଷ୍ଟା କରିବା। ଆସନ୍ତୁ, ପ୍ରଭୁଙ୍କର ବାକ୍ୟ ମଧ୍ୟ ଦେଇ ଯିବା ପୂର୍ବରୁ ପ୍ରାର୍ଥନାର ସହିତ ପ୍ରଭୁଙ୍କ ବାକ୍ୟର ନିକଟବର୍ତ୍ତୀ ହେବା। ଆସନ୍ତୁ ପ୍ରାର୍ଥନା କରିବା। ଆମମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା ପ୍ରିୟ ପବିତ୍ର ପ୍ରଭୁ, ତୁମେ ଆମମାନଙ୍କର ଜୀବନର କର୍ତ୍ତା, ତୁମେ ଆମମାନଙ୍କର ଚାଳକ ପାଳକ, ତୁମେ ଆମମାନଙ୍କର ଉଦ୍ଧାରକର୍ତ୍ତା, ତୁମେ ଆମମାନଙ୍କର ପରିତ୍ରାଣକର୍ତ୍ତା, ତୁମେ ଆମମାନଙ୍କର ପ୍ରତିଜ୍ଞାନ ବିଶ୍ୱସ୍ତ ପରମେଶ୍ୱର। ସେଥିପାଇଁ ପ୍ରଭୁ ଆଜି ଆମମାନେ ଏହି ଜଗତ ମଧ୍ୟରେ ବଞ୍ଚି ରହିବା ପାଇଁ ସୁଯୋଗ ପାଇଛୁ। କେବଳ ସେତିକି ନୁହେଁ, ତୁମର ପବିତ୍ର ମୁଖ ନିଃସୃତ ଜୀବନ୍ତ ବାକ୍ୟ ଅଧ୍ୟୟନ ତଥା ଶ୍ରବଣ କରିବା ପାଇଁ ମଧ୍ୟ ସୁଯୋଗ ପାଇଛୁ। କାରଣ ତୁମେ ଆମମାନଙ୍କୁ ଉଦ୍ଧାର କରିବା ପାଇଁ ଚାହଁ। ତୁମେ ଚାହଁ ନାହିଁ ଆମମାନେ ପାପରେ ବିନଷ୍ଟ ହେଉ। ତେଣୁକରି ପ୍ରଭୁ ତୁମର ଅସୀମ ପ୍ରେମ, ଦୟା, ଅନୁଗ୍ରହ ଦେଇ ଆଜି ତୁମେ ଆମମାନଙ୍କୁ ଅଧିକରୁ ଅଧିକ ତୁମ ନିକଟବର୍ତ୍ତୀ କରାଉଅଛ। ତାହା ଜାଣି ଯେପରି ଆମମାନେ ପ୍ରଭୁ ଶକ୍ତଗ୍ରୀବ ନ ହୋଇ, କଠିନ ହୃଦୟ ବିଶିଷ୍ଟ ନ ହୋଇ, ଯେପରି ସରଳ ହୃଦୟରେ, ସରଳ ବିଶ୍ୱାସରେ ତୁମର ବାକ୍ୟ ମଧ୍ୟ ଦେଇ ତୁମର ନିକଟବର୍ତ୍ତୀ ହେବୁ, ତୁମଠାରେ ବିଶ୍ୱାସ ସ୍ଥାପନ କରିବୁ, ଏହି ପ୍ରକାର ହୃଦୟ ତୁମେ ଆମମାନଙ୍କୁ ଦାନ କର। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ପ୍ରଭୁ ତୁମେ ଆମ ପ୍ରତ୍ୟେକଙ୍କ ସହିତ କଥା କୁହ। ତୁମର ପବିତ୍ର ଉପସ୍ଥିତି ଆମମାନଙ୍କୁ ଉପଲବ୍ଧି କରିବା ପାଇଁ ଦିଅ। ତୁମର ଶାନ୍ତି, ତୁମର ଆନନ୍ଦକୁ ଆମମାନଙ୍କୁ ଉପଲବ୍ଧି କରିବା ପାଇଁ ଦିଅ। ଆମମାନଙ୍କୁ ତୁମେ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାଅ। ଏହି ସମସ୍ତ ପ୍ରାର୍ଥନା ଆମମାନଙ୍କର ଉଦ୍ଧାରକର୍ତ୍ତା, ଜୀବିତ, ପୁନରୁତ୍ଥିତ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଏହି ଅଳ୍ପ ଭିକ୍ଷା ମାଗୁଅଛୁ। ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ପ୍ରକାଶିତ ବାକ୍ୟ 22 ପର୍ବର 6 ପଦରୁ ଆରମ୍ଭ କରି 21 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଆଜି ଆମେ ପବିତ୍ର ବାଇବଲର ଶେଷ ପୁସ୍ତକଟିକୁ ଅଧ୍ୟୟନ କରି ସମାପ୍ତ କରିବା ପାଇଁ ଯାଉଅଛୁ। ତେବେ ଆପଣଙ୍କର ମନେଥିବ, ଗତ ପାଠରେ ଆମେ ଏହି 22 ପର୍ବରେ ଜୀବନଦାୟକ ଜଳର ଏକ ନଦୀ ଓ ଜୀବନ ବୃକ୍ଷ ନେଇ ଅଧ୍ୟୟନ କରି ଆଲୋଚନା କରିଥିଲୁ, ଯାହାକି ସେହି ନୂତନ ଜେରୁସାଲେମରେ ଦୃଷ୍ଟ ହେବ ଓ ସେହି ଅନନ୍ତ ରାଜ୍ୟରେ ମନୁଷ୍ୟ ଭୋଜନ ତଥା ପାନ କରିବ। ଆଜି କିନ୍ତୁ ଆମେ ଏହି 22 ପର୍ବର ଅବଶିଷ୍ଟାଂଶରେ ଖ୍ରୀଷ୍ଟଙ୍କ ଆଗମନର ପ୍ରତିଜ୍ଞା ଓ ଶେଷ ନିମନ୍ତ୍ରଣ ତଥା ସତର୍କ ବାଣୀ ଓ ଶେଷ ପ୍ରତିଜ୍ଞା ତଥା ପ୍ରାର୍ଥନା ସମ୍ପର୍କରେ କିଛି ଆଲୋଚନା କରିବା ନିମନ୍ତେ ଯିବା। ପ୍ରଥମେ ଆମେ ଖ୍ରୀଷ୍ଟଙ୍କ ଆଗମନର ପ୍ରତିଜ୍ଞା ସମ୍ପର୍କରେ କିଛି ଆଲୋଚନା କରିବା ନିମନ୍ତେ ଯିବା। ପ୍ରକାଶିତ ବାକ୍ୟ 22 ପର୍ବର 6 ଓ 7 ପଦରେ ଏହିପରି ଲେଖା ଅଛି, ପରେ ସେ ମୋତେ କହିଲେ, ଏହି ସମସ୍ତ ବାକ୍ୟ ବିଶ୍ୱସନୀୟ ଓ ସତ୍ୟ। ଯାହା ଯାହା ଶୀଘ୍ର ଘଟିବ, ସେହିସବୁ ଆପଣା ଦାସମାନଙ୍କୁ ଦେଖାଇବା ନିମନ୍ତେ ପ୍ରଭୁ ଭାଓବାଦୀମାନଙ୍କ ଆତ୍ମା ସମୂହର ଈଶ୍ୱର ଆପଣା ଦୂତଙ୍କୁ ପ୍ରେରଣ କରିଅଛନ୍ତି। ଦେଖ, ଆମ୍ଭେ ଶୀଘ୍ର ଆସୁଅଛୁ। ଯେ ଏହି ପୁସ୍ତକର ଭାବବାଣୀ ସବୁ ପାଳନ କରେ, ସେ ଧନ୍ୟ। ଏଠାରେ ଲକ୍ଷ୍ୟ କରିବାର ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ ସେ ଯେତେବେଳେ କହନ୍ତି, ଦେଖ, ଆମ୍ଭେ ଶୀଘ୍ର ଆସୁଅଛୁ, ସେତେବେଳେ ସେ ଅତି ଚଞ୍ଚଳ ବୋଲି ତାହା ବୁଝନ୍ତି। ଏହା ପୁନର୍ବାର 12 ପଦରେ ଓ 20 ପଦରେ ପୁନରାବୃତ୍ତି କରାଯାଇଅଛି। ଏଠାରେ ଏହା ଶେଷରେ 3 ଥର ପୁନରାବୃତ୍ତି କରାଯାଇଅଛି। ଦେଖ, ଆମ୍ଭେ ଶୀଘ୍ର ଆସୁଅଛୁ। ଏହି ସମସ୍ତ ଘଟଣାଗୁଡ଼ିକ ଯାହାକି ଆମ୍ଭେମାନେ ଏହି ପ୍ରକାଶିତ ବାକ୍ୟରେ 4 ପର୍ବରୁ ଆରମ୍ଭ କରି ଦେଖି ଆସୁଅଛୁ, ସେହି ସମସ୍ତ 7 ବର୍ଷ ମଧ୍ୟରେ ଘଟେ। ଆଉ ସେମାନଙ୍କ ମଧ୍ୟରୁ ଅଧିକାଂଶ ଶେଷ 3.5 ବର୍ଷ ସହିତ ଜଡ଼ିତ। ଏଠାରେ ଉତ୍ସାହଜନକ ବିଷୟ ହେଉଛି ଯେ ପ୍ରଭୁ ଯୀଶୁ କହନ୍ତି ଯେ
ଏହା ଦୀର୍ଘକାଳ ହେବ ନାହିଁ। ଆମ୍ଭେ ଶୀଘ୍ର ଆସୁଅଛୁ, ଆମ୍ଭେ ଶୀଘ୍ର ସେଠାରେ ରହିବୁ। କିନ୍ତୁ ତାହାର ଅର୍ଥ ଯେତେବେଳେ ଆମ୍ଭେମାନେ ଏହି ସମୟ ମଧ୍ୟରେ ପ୍ରବେଶ କରିବା, ମାତ୍ର ଆମ୍ଭେମାନେ ଯେତେବେଳେ ଖ୍ରୀଷ୍ଟଙ୍କର ଶୀଘ୍ର ଆଗମନ ନେଇ କଥାବାର୍ତ୍ତା କରୁ, ଆମ୍ଭେମାନେ ସେହି ସମୟ ନେଇ ସଠିକ୍ ନୋହୁଁ। ପ୍ରଭୁ ଯୀଶୁ ତାହାଙ୍କର ନିଜ ମୁଦ୍ରାଙ୍କ ଏହି ପୁସ୍ତକ ଉପରେ ଦିଅନ୍ତି। ସେ କହନ୍ତି, ଏହି ସମସ୍ତ ବାକ୍ୟ ବିଶ୍ୱସନୀୟ ଓ ସତ୍ୟ। ଏହାର ଅର୍ଥ କୌଣସି ମନୁଷ୍ୟ ଏହି ସମସ୍ତ ବିଷୟକୁ ଆତ୍ମିକ ରୂପ ଦେଇ କିମ୍ବା ଅର୍ଥହୀନ ଚିହ୍ନରେ ପରିଣତ କରି ଏହାର ବାସ୍ତବତାକୁ କ୍ଷୁର୍ଣ୍ଣ କରିପାରିବ ନାହିଁ। ପ୍ରଭୁ ବାସ୍ତବ ବିଷୟ ନେଇ କହନ୍ତି। ଏହି ପୁସ୍ତକର ଆରମ୍ଭରେ ସେହିମାନଙ୍କ ପ୍ରତି ଆଶୀର୍ବାଦ ବର୍ଷାଯାଇଥିଲା ଯେଉଁମାନେ ଏହି ସମସ୍ତ ବାକ୍ୟକୁ ଅଧ୍ୟୟନ କରନ୍ତି, ଶୁଣନ୍ତି ଓ ପାଳନ କରନ୍ତି। ପରିଶେଷରେ ପ୍ରଭୁ ଯୀଶୁ ସେହିମାନଙ୍କ ଉପରେ ଆଶୀର୍ବାଦର ବିଷୟକୁ ପୁନରାବୃତ୍ତି କରନ୍ତି ଯେଉଁମାନେ ଏହି ସମସ୍ତ ବାକ୍ୟକୁ ପାଳନ କରନ୍ତି। ଏହା ହେଉଛି ଏକ ପୁସ୍ତକ ଯାହାକି ସ୍ୱାଭାବିକ ମନୁଷ୍ୟର ଉତ୍କଣ୍ଠାକୁ କେବଳ ଚରିତାର୍ଥ କରେ ନାହିଁ, ମାତ୍ର ସେହି ବାକ୍ୟ ଅନୁଯାୟୀ ଜୀବନଯାପନ କରିବାକୁ ଓ କାର୍ଯ୍ୟ କରିବାକୁ ଉତ୍ସାହିତ କରେ। 22 ପର୍ବର 8 ପଦରୁ 11 ପଦରେ ଏହିପରି ଲେଖା ଅଛି, ମୁଁ ଯୋହନ ସ୍ୱୟଂ ଏହି ସମସ୍ତ ଶ୍ରବଣ ଓ ଦର୍ଶନ କଲି। ଶ୍ରବଣ ଓ ଦର୍ଶନ କରିବା ପରେ ଯେଉଁ ଦୂତ ମୋତେ ଏହି ସମସ୍ତ ଦର୍ଶନ କରାଇଲେ, ମୁଁ ତାହାଙ୍କ ପାଦ ତଳେ ପ୍ରଣାମ କରିବା ନିମନ୍ତେ ଉବୁଡ଼ ହେଲି। କିନ୍ତୁ ସେ ମୋତେ କହିଲେ, ସାବଧାନ, ଏହା କର ନାହିଁ, କାରଣ ମୁଁ ତୁମ୍ଭର ଭ୍ରାତୃବୃନ୍ଦ ଭାଓବାଦୀମାନଙ୍କର ଓ ଏହି ପୁସ୍ତକର ବାକ୍ୟ ପାଳନକାରୀମାନଙ୍କର ସହଦାସ ଈଶ୍ୱରଙ୍କୁ ପ୍ରଣାମ କର। ଆଉ ସେ ମୋତେ କହିଲେ, ତୁମ୍ଭେ ଏହି ପୁସ୍ତକର ଭାଓବାଣୀ ସବୁ ମୁଦ୍ରାଙ୍କିତ କର ନାହିଁ, କାରଣ ସମୟ ସନ୍ନିକଟ। ଯେ ଅଧର୍ମାଚାରୀ ସେ ଆହୁରି ଅଧର୍ମାଚରଣ କରୁ, ଯେ ଅଶୁଚି ସେ ଆହୁରି ଅଶୁଚି ହେଉ, ପୁଣି ଯେ ଧାର୍ମିକ ସେ ଆହୁରି ଧର୍ମାଚରଣ କରୁ, ଯେ ପବିତ୍ର ସେ ଆହୁରି ପବିତ୍ର ହେଉ। ଲକ୍ଷ୍ୟ କରନ୍ତୁ, ଯୋହନ ଏହି ବିଷୟକୁ ବାରମ୍ବାର ଦୋହରାନ୍ତି ଯେ ସେ ଏହି ପୁସ୍ତକ ମଧ୍ୟରେ ରହିଥିବା ଦୃଶ୍ୟଗୁଡ଼ିକର ଦର୍ଶକ ଓ ଶ୍ରୋତା। ଏହା ହେଉଛି ଏକ ଧାରା ଯାହାକି ଏହି ପୁସ୍ତକର ଆରମ୍ଭରେ ମଧ୍ୟ ଲିପିବଦ୍ଧ ହୋଇଅଛି। ଯୋହନ ଦେଖିଲେ ଓ ଶୁଣିଲେ। ଯୋହନ ଏତେ ଦୂର ବିମୋହିତ ହୋଇଯାଇଥିଲେ ଯେ ତାହାଙ୍କର ସ୍ୱାଭାବିକ ପ୍ରତିକ୍ରିୟା ଥିଲା ଦୂତଙ୍କର ପାଦ ତଳେ ଉବୁଡ଼ ହୋଇ ତାହାଙ୍କୁ ପ୍ରଣାମ କରିବା। ଏଠାରେ ଦୂତଙ୍କର ନମ୍ରତା ଓ ସରଳାଚରଣ ଅତ୍ୟନ୍ତ ହୃଦୟସ୍ପର୍ଶୀ। ଯଦିଓ ଦୂତମାନେ ମନୁଷ୍ୟର ଊର୍ଦ୍ଧ୍ୱରେ ନିର୍ମିତ ହୋଇଥିଲେ, ମାତ୍ର ଏହି ଦୂତ ଯୋହନଙ୍କ ସହିତ ଓ ଅନ୍ୟ ଭାଓବାଦୀମାନଙ୍କ ସହିତ ନିଜକୁ ସହଦାସ ରୂପେ ପରିଚିତ କରାନ୍ତି। ସେ ଜଣେ ସାଧାରଣ ଦୂତ ଥିଲେ, ଯେ କି ମନୁଷ୍ୟ ନିକଟରେ ଈଶ୍ୱରଙ୍କ ବାକ୍ୟ ପ୍ରକାଶ କରନ୍ତି ଓ ସେ ଈଶ୍ୱରଙ୍କ ପ୍ରତି ସମସ୍ତ ଉପାସନାକୁ କଢ଼ାଇ ନିଅନ୍ତି। ପ୍ରକାଶିତ ବାକ୍ୟରେ ଖ୍ରୀଷ୍ଟ ହେଉଛନ୍ତି କେନ୍ଦ୍ରବିନ୍ଦୁ, ତେଣୁ ତାହାଙ୍କ ଉପରୁ ଦୃଷ୍ଟି ଫେରାଇବା ଉଚିତ ନୁହେଁ। ସେହି ଦୂତ ଯୋହନଙ୍କୁ କହନ୍ତି, ତୁମ୍ଭେ ଏହି ପୁସ୍ତକର ଭାଓବାଣୀ ସବୁ ମୁଦ୍ରାଙ୍କିତ କର ନାହିଁ। ଦାନିଏଲ ଭବିଷ୍ୟଦ୍ବକ୍ତାଙ୍କୁ ତାହାଙ୍କର ବାକ୍ୟ ସବୁକୁ ମୁଦ୍ରାଙ୍କିତ କରିବାକୁ କୁହାଯାଇଥିଲା, କାରଣ ଏହାର ସଫଳତା ନିମନ୍ତେ ଦୀର୍ଘ ସମୟର ବ୍ୟବଧାନ ରହିଥିଲା, ଯାହାକି ଆମେ ଦାନିଏଲ 12 ପର୍ବର 4 ପଦରେ ଲକ୍ଷ୍ୟ କରିବାକୁ ପାରୁ। ଆମେ ମଧ୍ୟ ଏହି ସମୟରେ ଦାନିଏଲ ଭବିଷ୍ୟଦ୍ବକ୍ତାଙ୍କର ଭାଓବାଣୀର ସଫଳତା ସମୟରେ ଆସି ପହଞ୍ଚି ପାରିନାହୁଁ। କିନ୍ତୁ ଯୋହନଙ୍କୁ ଯେଉଁ ଭାଓବାଣୀ ପ୍ରଦାନ କରାଯାଇଥିଲା, ତାହା ସଫଳ ହେବାକୁ ଯାଉଥିଲା। 1900 ବର୍ଷ ଧରି ବିଶ୍ୱାସୀ ମଣ୍ଡଳୀ 2 ଓ 3 ପର୍ବରେ ପ୍ରଦାନ କରାଯାଇଥିବା ସପ୍ତ ମଣ୍ଡଳୀର ସମୟକାଳ ମଧ୍ୟ ଦେଇ ଗତି କରିଆସୁଅଛି। ଲେଖା ଅଛି, ଯେ ଅଧର୍ମାଚାରୀ ସେ ଆହୁରି ଅଧର୍ମାଚରଣ କରୁ, ଯେ ଅଶୁଚି ସେ ଆହୁରି ଅଶୁଚି ହେଉ। ସମ୍ଭବତଃ ବିନାଶପ୍ରାପ୍ତମାନଙ୍କର ସବୁଠାରୁ ଭୟଙ୍କର ଛବି ଏଠାରେ ପ୍ରକାଶିତ ହୋଇଅଛି। ବିନାଶପ୍ରାପ୍ତମାନଙ୍କର ଅବସ୍ଥା ଆହୁରି ଅଧିକ ବିନାଶ ଆଡ଼କୁ ଓ ଅତ୍ୟନ୍ତ ଭୟଙ୍କର ଆଡ଼କୁ ଗତି କରିବ। ଏହି ଚିନ୍ତାଧାରା ଅତ୍ୟନ୍ତ ଭୟାନକ। କିନ୍ତୁ ଅନ୍ୟ ପକ୍ଷରେ ଈଶ୍ୱରଙ୍କର ଦାସମାନଙ୍କର ଅବସ୍ଥା ଆହୁରି ଅଧିକ ଧାର୍ମିକତାର ପଥରେ ଅଗ୍ରସର ହେବ। ସେମାନେ ଧାର୍ମିକତା ଓ ପବିତ୍ରତାରେ ଅଧିକରୁ ଅଧିକ ବର୍ଦ୍ଧିଷ୍ଣୁ ହେବେ। ବାସ୍ତବରେ ଈଶ୍ୱରଙ୍କ ସନ୍ତାନମାନଙ୍କ ନିମନ୍ତେ ଏହା କେତେ ଗୌରବର ବିଷୟ। 22 ପର୍ବର 12 ପଦରୁ 16 ପଦରେ ଏହିପରି ଲେଖା ଅଛି, ଦେଖ ଆମେ ଶୀଘ୍ର ଆସୁଅଛୁ। ପ୍ରତ୍ୟେକ ଲୋକକୁ ତାହାର କର୍ମାନୁସାରେ ଫଳ ଦେବାକୁ ଆମ୍ଭର ପୁରସ୍କାର ଆମ୍ଭ ସଙ୍ଗରେ ଅଛି। ଆମ୍ଭେ କ ଓ କ୍ଷୟ, ପ୍ରଥମ ଓ ଶେଷ, ଆଦି ଓ ଅନ୍ତ। ଜୀବନ ବୃକ୍ଷର ଅଧିକାରୀ ହେବା ନିମନ୍ତେ
ଓ ଦ୍ୱାର ଦେଇ ନଗରୀରେ ପ୍ରବେଶ କରିବା ନିମନ୍ତେ ଯେଉଁମାନେ ଆପଣା ଆପଣା ବସ୍ତ୍ର ଧୌତ କରିଅଛନ୍ତି ସେମାନେ ଧନ୍ୟ। କୁକୁରମାନେ, ମାୟାବୀ, ବ୍ୟଭିଚାରୀ, ନରଘାତକ, ପ୍ରତିମା ପୂଜକ, ପୁଣି ମିଥ୍ୟାପ୍ରିୟ ଓ ମିଥ୍ୟାଚାରୀମାନେ ବାହାରେ ରହିବେ। ଆମ୍ଭେ ଯୀଶୁ ମଣ୍ଡଳୀମାନଙ୍କ ନିମନ୍ତେ ତୁମାନଙ୍କ ନିକଟରେ ଏହି ସମସ୍ତ ସାକ୍ଷ୍ୟ ଦେବା ପାଇଁ ଆମ୍ଭର ଦୂତକୁ ପ୍ରେରଣ କରିଅଛୁ। ଆମ୍ଭେ ଦାଉଦଙ୍କ ମୂଳ ଓ ବଂଶଜ, ସେହି ଉଜ୍ଜ୍ୱଳ ପ୍ରଭାତୀ ତାରା। ବିଶ୍ୱାସୀ ମଣ୍ଡଳୀ ଈଶ୍ୱରଙ୍କର ଏହି କାର୍ଯ୍ୟକ୍ରମକୁ ଜାଣିବା ଉଚିତ। ସେ ପ୍ରତିଜ୍ଞା କରି କହନ୍ତି ଯେ ସେ ପୁନର୍ବାର ଆଗମନ କରୁଅଛନ୍ତି। ତାହା ହେଉଛି ତାହାଙ୍କର ବ୍ୟକ୍ତିଗତ ଘୋଷଣା। କୌଣସି ଖ୍ରୀଷ୍ଟ ବିଶ୍ୱାସୀ ଏହାର ଗୁରୁତ୍ୱପୂର୍ଣ୍ଣତାକୁ ଅସ୍ୱୀକାର କରିପାରିବ ନାହିଁ କି ସନ୍ଦେହ କରିପାରିବ ନାହିଁ, କାରଣ ଏହା ହେଉଛି ପ୍ରଭୁ ଯୀଶୁଙ୍କର ବ୍ୟକ୍ତିଗତ ପ୍ରତିଜ୍ଞା। ସେ ବ୍ୟକ୍ତିଗତ ଭାବେ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀଙ୍କୁ ପୁରସ୍କାର ପ୍ରଦାନ କରିବେ। ଯେଉଁମାନେ ମଣ୍ଡଳୀର ଊର୍ଦ୍ଧ୍ୱକୁ ନୀତ ହେବାରେ ମଣ୍ଡଳୀ ମଧ୍ୟରେ ଥିବେ ଓ ସେହିପରି ଏହି ଜଗତକୁ ଆଗମନ କରି ତାହାଙ୍କ ରାଜ୍ୟ ସ୍ଥାପନ କରିବା ସମୟରେ ଯେଉଁ ଇସ୍ରାଏଲୀୟ ଓ ବିଜାତୀୟ ଖ୍ରୀଷ୍ଟ ବିଶ୍ୱାସୀମାନେ ଥିବେ, ସେମାନଙ୍କୁ ମଧ୍ୟ ପାଉଲ ଫିଲିପିଓ 3 ପର୍ବର 10 ପଦରୁ 14 ପଦରେ ଏହିପରି ଲେଖନ୍ତି, ଯେପରି ମୁଁ ତାହାଙ୍କୁ ତାହାଙ୍କ ପୁନରୁତ୍ଥାନର ଶକ୍ତି ଓ ତାହାଙ୍କ ମୃତ୍ୟୁଭୋଗରେ ତାହାଙ୍କ ତୁଲ୍ୟ ହୋଇ ତାହାଙ୍କ ଦୁଃଖଭୋଗର ସହଭାଗିତା ଜ୍ଞାତ ହୁଏ ଏବଂ କୌଣସି ପ୍ରକାରେ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ପ୍ରାପ୍ତ ହୋଇପାରେ। ମୁଁ ଯେ ଏବେ ସେହି ସମସ୍ତ ପ୍ରାପ୍ତ ହୋଇଅଛି ଅବା ସିଦ୍ଧିଲାଭ କରିଅଛି ତାହା ନୁହେଁ, କିନ୍ତୁ ମୁଁ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଧୃତ ହୋଇଥିବାରୁ ତାହା ଧରିବା ପାଇଁ ଦୌଡ଼ୁଅଛି। ହେ ଭାଇମାନେ, ମୁଁ ଏପର୍ଯ୍ୟନ୍ତ ତାହା ଧରିଅଛି ବୋଲି ମନେ କରୁନାହିଁ, କିନ୍ତୁ ଗୋଟିଏ ବିଷୟ ମୁଁ କରୁଅଛି, ପଶ୍ଚାତ୍ ବିଷୟ ସବୁ ମନରୁ ଦୂର କରି ସମ୍ମୁଖରେ ଥିବା ବିଷୟଗୁଡ଼ିକ ପ୍ରତି ଦୃଷ୍ଟି ରଖି ଖ୍ରୀଷ୍ଟ ଯୀଶୁଙ୍କଠାରେ ଈଶ୍ୱରଙ୍କ ସ୍ୱର୍ଗୀୟ ଆହ୍ୱାନର ପଣ ପାଇବା ନିମନ୍ତେ ପ୍ରାଣପଣ କରି ଲକ୍ଷ୍ୟସ୍ଥଳକୁ ଦୌଡ଼ୁଅଛି। ପ୍ରଭୁ ଯୀଶୁ ଏଠାରେ ପୁନର୍ବାର ତାହାଙ୍କର ଈଶ୍ୱରତ୍ୱକୁ ପ୍ରକାଶ କରନ୍ତି। ଲେଖା ଅଛି, ଆମ୍ଭେ କ ଓ କ୍ଷ, ପ୍ରଥମ ଓ ଶେଷ, ଆଦି ଓ ଅନ୍ତ। ସେ ଏହା ପ୍ରକାଶିତ ବାକ୍ୟ ପୁସ୍ତକର ଆରମ୍ଭରେ କହିଥିଲେ ଓ ସେ ଏହା ସହିତ ସମାପ୍ତ ମଧ୍ୟ କରନ୍ତି। କେବଳ ରକ୍ତରେ ଧୌତ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର ଜୀବନ ବୃକ୍ଷ ଉପରେ ଅଧିକାର ରହିଅଛି ଓ ପବିତ୍ର ନଗରୀ ମଧ୍ୟକୁ ପ୍ରବେଶ କରିବା ନିମନ୍ତେ ଅଧିକାର ରହିଅଛି। ଏଫିସିୟ ପ୍ରଥମ ପର୍ବର 7 ପଦରୁ 12 ପଦ ମଧ୍ୟରେ ଆମେ ଲକ୍ଷ୍ୟ କରିବାକୁ ପାରୁ। କୁକୁରମାନଙ୍କୁ ଧର୍ମଶାସ୍ତ୍ରରେ ମନ୍ଦ ଅର୍ଥରେ ବ୍ୟବହାର କରାଯାଏ। କୁକୁରମାନଙ୍କୁ ଅଶୁଚି ଓ ଅପବିତ୍ର ଅର୍ଥରେ ବ୍ୟବହାର କରାଯାଏ ବା ବିଚାର କରାଯାଏ। ଆହୁରି ମଧ୍ୟ ବିଜାତୀୟମାନଙ୍କ ନିମନ୍ତେ କୁକୁର ଶବ୍ଦକୁ ଏକ ଉପାଧି ସ୍ୱରୂପେ ବ୍ୟବହାର କରାଯାଏ, ଯାହାକି ଆପଣ ମାଥ୍ୟୁ 15 ପର୍ବର 21 ପଦରୁ 28 ପଦରେ ଓ ଫିଲିପିଓ 3 ପର୍ବର 2 ପଦ ମଧ୍ୟରେ ଲକ୍ଷ୍ୟ କରିବାକୁ ପାରିବେ। ପ୍ରକୃତରେ ପ୍ରଭୁ ଯୀଶୁ ଏହି ବ୍ୟକ୍ତିଗତ ସମ୍ବାଦ ସହିତ ତାହାଙ୍କର ଦୂତଙ୍କୁ ପଠାଇଲେ। ଲେଖା ଅଛି, ଆମ୍ଭେ ଯୀଶୁ। ସେ ତାହାଙ୍କର ଉଦ୍ଧାରକର୍ତ୍ତା ଶ୍ରେଣୀର ନାମ ବହନ କରନ୍ତି, ଯେଉଁ ନାମ କି ସେ ତାହାଙ୍କର ମାନବ ଦେହ ଧାରଣ କରିବା ସମୟରେ ଗ୍ରହଣ କରିଥିଲେ, ଆଉ ସେହି ନାମ ଯାହାକି ତାହାଙ୍କ ବ୍ୟତୀତ ଅନ୍ୟ କୌଣସି ମନୁଷ୍ୟ ଜାଣନ୍ତି ନାହିଁ। ଆପଣ ଓ ମୁଁ, ଆମେ ତାହାଙ୍କୁ ଓ ତାହାଙ୍କର ବ୍ୟକ୍ତିତ୍ୱକୁ କେନ୍ଦ୍ର କରି ଅନନ୍ତକାଳ ଅତିବାହିତ କରିବା ପାଇଁ ଯାଉଅଛୁ। ପ୍ରିୟ ବନ୍ଧୁ, ଆପଣ ଯଦି ଆଜି ପ୍ରଭୁ ଯୀଶୁଙ୍କ ପ୍ରତି ଆଗ୍ରହୀ ନୁହନ୍ତି, ତେବେ ଆପଣ ସେହି ସ୍ୱର୍ଗକୁ ଯିବା ସନ୍ଦେହଜନକ। କାରଣ ଆମେ କେବଳ ସେଠାରେ ତାହାଙ୍କ ବିଷୟ ନେଇ କଥାବାର୍ତ୍ତା କରିବା ପାଇଁ ଯାଉଅଛୁ। ତାହାଙ୍କୁ ଦାଉଦଙ୍କ ମୂଳ ଓ ବଂଶଜ ବୋଲି ମଧ୍ୟ କୁହାଯାଏ, ଯାହାକି ତାହାଙ୍କୁ ପୁରାତନ ନିୟମ ସହିତ ସଂଯୋଗ କରେ। କିନ୍ତୁ ସେ ହେଉଛନ୍ତି ମଣ୍ଡଳୀ ପ୍ରତି ସେହି ଉଜ୍ଜ୍ୱଳ ପ୍ରଭାତୀ ତାରା। ଉଜ୍ଜ୍ୱଳ ପ୍ରଭାତୀ ତାରାକୁ ରାତ୍ରିର ଗାଢ଼ ଅନ୍ଧକାର ସମୟରେ ସଦାସର୍ବଦା ଉଦିତ ହେବାର ଆପଣ କେବେ ଲକ୍ଷ୍ୟ କରିଛନ୍ତି? ଏହାର ପ୍ରକାଶନ ଦର୍ଶାଇଦିଏ ଯେ ସୂର୍ଯ୍ୟ ଅତି ଶୀଘ୍ର ଉଦୟ ହେବାକୁ ଯାଉଅଛି। ପୁରାତନ ନିୟମ ଏହି ପ୍ରତିଜ୍ଞାରେ ସମାପ୍ତ ହୁଏ ଯେ, ମାତ୍ର ଆମ୍ଭ ନାମକୁ ଭୟ କରୁଅଛ ଯେ ତୁମେମାନେ ତୁମମାନଙ୍କ ପ୍ରତି ଧର୍ମରୂପ ସୂର୍ଯ୍ୟ ଆରୋଗ୍ୟଦାୟକ କିରଣ ସଂଯୁକ୍ତ ହୋଇ ଉଦିତ ହେବେ। ଆଉ ତାହା ହିଁ ହେଉଛି ପୁରାତନ ନିୟମର ଭରସା, ଯାହାକି ଆମେ ମଲାଖି 4 ପର୍ବର 2 ପଦରେ ଲକ୍ଷ୍ୟ କରିବାକୁ ପାରୁ। କିନ୍ତୁ ଆମ୍ଭମାନଙ୍କ ପରି ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ପ୍ରତି ସେ ହେଉଛନ୍ତି ଉଜ୍ଜ୍ୱଳ ପ୍ରଭାତୀ ତାରା, ଯିଏକି ଅତି ଅନ୍ଧକାର ସମୟରେ ଆଗମନ କରିବେ। ଆସନ୍ତୁ ଏହାପରେ ଶେଷ ନିମନ୍ତ୍ରଣ ଓ ସତର୍କ ବାଣୀ ପ୍ରତି ଟିକେ ଦୃଷ୍ଟି ଦେବା। 22 ପର୍ବର 17 ପଦରୁ 19 ପଦରେ ଏହିପରି ଲେଖା ଅଛି, ଆତ୍ମା ଓ କନ୍ୟା କହନ୍ତି,
ଆସ। ପୁଣି ଯେ ଶୁଣେ ସେ କହୁ, ଆସ। ଯେ ତୃଷାର୍ତ୍ତ ସେ ଆସୁ। ଯେ ଇଚ୍ଛା କରେ ସେ ବିନା ମୂଲ୍ୟରେ ଜୀବନଦାୟକ ଜଳ ପାନ କରୁ। ଯେଉଁମାନେ ଏହି ପୁସ୍ତକର ଭାବବାଣୀ ସବୁ ଶ୍ରବଣ କରନ୍ତି, ସେମାନଙ୍କର ପ୍ରତ୍ୟେକ ଜଣକୁ ମୁଁ ସାକ୍ଷ୍ୟ ଦେଇ କହୁଅଛି, କେହି ଯଦି ଏହିସବୁ ସଙ୍ଗରେ କିଛି ଯୋଗ କରେ, ତେବେ ଏହି ପୁସ୍ତକରେ ଲିଖିତ କ୍ଲେଶଗୁଡ଼ିକ ଈଶ୍ୱର ତାହା ପ୍ରତି ଘଟାଇବେ। ପୁଣି କେହି ଯଦି ଏହି ଭାବବାଣୀ ପୁସ୍ତକର କୌଣସି ବାକ୍ୟ ଲୋପ କରେ, ତେବେ ଈଶ୍ୱର ଏହି ପୁସ୍ତକରେ ଲିଖିତ ଜୀବନ ବୃକ୍ଷ ଓ ପବିତ୍ର ନଗରୀରେ ତାହାର ଅଂଶ ଲୋପ କରିବେ। ଏଠାରେ କନ୍ୟା ହେଉଛି ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀ। ଏହା ହେଉଛି ଏକ ଦୁଇ ସ୍ତରୀୟ ନିମନ୍ତ୍ରଣ। ଖ୍ରୀଷ୍ଟଙ୍କୁ ଆସିବା ନିମନ୍ତେ ଏକ ନିମନ୍ତ୍ରଣ ଓ ସେ ଆଗମନ କରିବା ପୂର୍ବରୁ ଖ୍ରୀଷ୍ଟଙ୍କ ନିକଟକୁ ଫେରିଆସିବା ନିମନ୍ତେ ପାପୀମାନଙ୍କୁ ନିମନ୍ତ୍ରଣ। ଆଜି ପୃଥିବୀରେ ପବିତ୍ର ଆତ୍ମା କାର୍ଯ୍ୟ ସାଧନ କରୁଅଛନ୍ତି ଓ ସେ ମଣ୍ଡଳୀର ପ୍ରାର୍ଥନାରେ ଯୋଗ ଦିଅନ୍ତି, ଯାହାକି କହେ, ପ୍ରଭୁ ଯୀଶୁ ଆସନ୍ତୁ, ଆସନ୍ତୁ। ପବିତ୍ର ଆତ୍ମା ଆଜି ପୃଥିବୀରେ ତାହାଙ୍କର କାର୍ଯ୍ୟ ସାଧନ କରୁଅଛନ୍ତି ଓ ସେ ଲୋକମାନଙ୍କ ହୃଦୟରେ କାର୍ଯ୍ୟ କରି ସେମାନଙ୍କୁ ଏକ ପରିବର୍ତ୍ତିତ ହୃଦୟ ପ୍ରଦାନ କରନ୍ତି। ସେ ଲୋକମାନଙ୍କ ହୃଦୟକୁ ବଦଳାଇ ଦିଅନ୍ତି। ସେ ଈଶ୍ୱରଙ୍କ ବାକ୍ୟ ଓ ବିଶ୍ୱାସୀ ମଣ୍ଡଳୀ ମଧ୍ୟ ଦେଇ କାର୍ଯ୍ୟ କରନ୍ତି, ଯେଉଁ ମଣ୍ଡଳୀ କି ଈଶ୍ୱରଙ୍କ ବାକ୍ୟ ପ୍ରଚାର କରେ। ମନୁଷ୍ୟମାନଙ୍କ ପ୍ରତି ନିମନ୍ତ୍ରଣ ହେଉଛି, ଆସ ଓ ଜୀବନଦାୟକ ଜଳ ଗ୍ରହଣ କର। ଯିଶାୟ 55 ପର୍ବର ପ୍ରଥମ ପଦରେ ଲେଖା ଅଛି, ହେ ତୃଷିତ ଲୋକ ସକଳ, ତୁମେମାନେ ଜଳ ନିକଟକୁ ଆସ। ପୁଣି ଯାହାର କିଛି ଅର୍ଥ ନାହିଁ ସେ ଆସୁ। ତୁମେମାନେ ଆସ, କିଣ ଓ ଭୋଜନ କର। ହଁ, ଆସ, ଅର୍ଥ ଓ ମୂଲ୍ୟ ବିନା ଦ୍ରାକ୍ଷାରସ ଓ ଦୁଗ୍ଧ କିଣ। ପ୍ରଭୁ ଯୀଶୁ ମଧ୍ୟ ଠିଆ ହୋଇ କହିଲେ, କେହି ଯଦି ତୃଷିତ ହୁଏ, ତେବେ ସେ ମୋ ନିକଟକୁ ଆସି ପାନ କରୁ। ଯାହାକି ଯୋହନ 7 ପର୍ବର 37 ପଦରେ ଲେଖା ଅଛି। ତାହା ହିଁ ହେଉଛି ନିମନ୍ତ୍ରଣ, ଯାହାକି ଆଜି ମଧ୍ୟ ଦିଆଯାଏ। ଆପଣ ଯଦି ଆଜି ତୃଷିତ, ତାହେଲେ ସେ ଆପଣଙ୍କୁ ଆସି ପାନ କରିବା ନିମନ୍ତେ ନିମନ୍ତ୍ରଣ ଜଣାନ୍ତି। ତାହାଙ୍କ ନିକଟକୁ ଆସିବା ନିମନ୍ତେ ଏହା କେତେ ଚମତ୍କାର ନିମନ୍ତ୍ରଣ। ଆସନ୍ତୁ ଏହାପରେ ଶେଷ ପ୍ରତିଜ୍ଞା ଓ ପ୍ରାର୍ଥନା ବିଷୟ ନେଇ କିଛି ଆଲୋଚନା କରିବା ନିମନ୍ତେ ଯିବା। 22 ପର୍ବର 20-21 ପଦରେ ଲେଖା ଅଛି, ଯେ ଏହି ସମସ୍ତ ବିଷୟରେ ସାକ୍ଷ୍ୟ ଦେଉଅଛନ୍ତି, ସେ କହନ୍ତି, ସତ୍ୟ, ଆମ୍ଭେ ଶୀଘ୍ର ଆସୁଅଛୁ। ଆମେନ୍। ହେ ପ୍ରଭୁ ଯୀଶୁ ଆସନ୍ତୁ। ପ୍ରଭୁ ଯୀଶୁଙ୍କ ଅନୁଗ୍ରହ ସମସ୍ତଙ୍କ ସହବର୍ତ୍ତୀ ହେଉ। ଆମେନ୍। ସତ୍ୟ, ଆମ୍ଭେ ଶୀଘ୍ର ଆସୁଅଛୁ। ସଙ୍ଗେ ସଙ୍ଗେ ନୁହେଁ, ମାତ୍ର ଯେତେବେଳେ ଏହି ସମସ୍ତ ବିଷୟଗୁଡ଼ିକ ଘଟିବାକୁ ଆରମ୍ଭ କରିବ, ସେତେବେଳେ ସେ ଦ୍ୱାରର ନିକଟବର୍ତ୍ତୀ। ଲେଖା ଅଛି, ହେ ପ୍ରଭୁ ଯୀଶୁ ଆସନ୍ତୁ। ଏହା ହେଉଛି ପ୍ରତ୍ୟେକ ପ୍ରକୃତ ଖ୍ରୀଷ୍ଟ ବିଶ୍ୱାସୀର ଅନ୍ତରର ପ୍ରାର୍ଥନା। ଆହୁରି ଲେଖା ଅଛି, ପ୍ରଭୁ ଯୀଶୁଙ୍କ ଅନୁଗ୍ରହ ସମସ୍ତଙ୍କ ସହବର୍ତ୍ତୀ ହେଉ। ଆମେନ୍। ଆପଣ ଦେଖନ୍ତୁ, ପୁରାତନ ନିୟମ ଏକ ଅଭିଶାପରେ ସମାପ୍ତ ହୁଏ, ମାତ୍ର ନୂତନ ନିୟମ ଖ୍ରୀଷ୍ଟ ବିଶ୍ୱାସୀଙ୍କ ଉପରେ ଏକ ଅନୁଗ୍ରହ ବର୍ଷାଇବାରେ ସମାପ୍ତ ହୁଏ। ଅନୁଗ୍ରହ ସମସ୍ତଙ୍କ ପ୍ରତି ଯଚାଯାଇଅଛି, କିନ୍ତୁ ଯଦି କେହି ଏହି ଅନୁଗ୍ରହକୁ ପ୍ରତ୍ୟାଖ୍ୟାନ ବା ଅଗ୍ରାହ୍ୟ କରେ, ତାହେଲେ ଏହି ପୁସ୍ତକରେ ଘୋଷଣା କରାଯାଇଥିବା ବିଚାରକୁ ସେ ବହନ କରିବ। ଅନୁଗ୍ରହ ଆଜି ମଧ୍ୟ ମନୁଷ୍ୟକୁ ଯଚାଯାଉଅଛି, କାରଣ ପାପୀକୁ ଉଦ୍ଧାର କରିବାରେ ଏହା ହେଉଛି ଈଶ୍ୱରଙ୍କର ଧାରା। ପ୍ରିୟ ବନ୍ଧୁ, ବର୍ତ୍ତମାନ ଅନୁଗ୍ରହର ସମୟ। ଆଉ ଏହି ଅନୁଗ୍ରହର ଯୁଗରେ ଆପଣ ଯଦି ଖ୍ରୀଷ୍ଟଙ୍କ ନିକଟକୁ ନ ଫେରନ୍ତି ଓ ନିଜର ପାପରୁ ନ ଫେରନ୍ତି, ତାହେଲେ ସମୟ ଆସିବ ଆପଣଙ୍କ ନିମନ୍ତେ ଆଉ ଅନୁଗ୍ରହ ନଥିବ, ମାତ୍ର ଈଶ୍ୱରଙ୍କର ଭୟଙ୍କର ବିଚାର ଅପେକ୍ଷା କରି ରହିଥିବ। ପ୍ରିୟ ବନ୍ଧୁ, ଈଶ୍ୱରଙ୍କ ବାକ୍ୟକୁ ଆପଣ ହାଲୁକା ମଣନ୍ତୁ ନାହିଁ। ଈଶ୍ୱରଙ୍କ ଯଦି ସୃଷ୍ଟି କରିବାର ଅଧିକାର ଅଛି, ତାହେଲେ ଏହାକୁ ବିନଷ୍ଟ କରିବାର ମଧ୍ୟ ଅଧିକାର ତାହାଙ୍କର ରହିଅଛି। ସେ ଯଦି ଆପଣଙ୍କର ସୃଷ୍ଟିକର୍ତ୍ତା ଓ ଉଦ୍ଧାରକର୍ତ୍ତା, ସେ ମଧ୍ୟ ଆପଣଙ୍କର ବିଚାରକର୍ତ୍ତା। ଆପଣଙ୍କର ଯଦି ସ୍ଥିତି ରହିଅଛି ଓ ବାସ୍ତବତା ରହିଅଛି, ତାହେଲେ ଈଶ୍ୱରଙ୍କର ଆପଣଙ୍କଠାରୁ ଯଥେଷ୍ଟ ଅଧିକ ରହିଅଛି, କାରଣ ସେ ଆପଣଙ୍କର ସୃଷ୍ଟିକର୍ତ୍ତା
ତେଣୁକରି ଏହି ପୁସ୍ତକଟିକୁ ଅଧ୍ୟୟନ କରିବା ପରେ ଆମେ ଯଦି ଏହି ବାକ୍ୟରେ ମନୋଯୋଗ ନ କରୁ ଓ ତହିଁରେ ବିଶ୍ୱାସ ନ କରୁ ଓ ଖ୍ରୀଷ୍ଟଙ୍କ ନିକଟକୁ ନ ଫେରୁ, ତାହେଲେ ଆମେ ନିଜେ ନିଜର ଦଣ୍ଡ ଭୋଗ କରିବା ଆଉ ସେହି ଅନନ୍ତ ଜୀବନ ପରିବର୍ତ୍ତେ ଅନନ୍ତ ନରକ ଯନ୍ତ୍ରଣାରେ ଅନନ୍ତ କାଳ ପର୍ଯ୍ୟନ୍ତ ଛଟପଟ ହେବା, କଲବଲ ହେବା। ପ୍ରିୟ ବନ୍ଧୁ, ଆଜି ଆମେ ଏହିଠାରେ ଏହି ପୁସ୍ତକଟିକୁ କେବଳ ନୁହେଁ, ମାତ୍ର ପବିତ୍ର ବାଇବଲର 66ଟି ପୁସ୍ତକକୁ ଅଧ୍ୟୟନ କରି ସମାପ୍ତ କରିଅଛୁ। ଏହି ସୁଯୋଗ ଆମେ ପୁନର୍ବାର ପାଇପାରିବା କି ନାହିଁ ତାହା କହିପାରିବା ନାହିଁ। ହଁ, ଯଦିଓ ଆମେ ପୁନର୍ବାର ପବିତ୍ର ବାଇବଲ ଅଧ୍ୟୟନ କରିବାର ସୁଯୋଗ ପାଇବା, ମାତ୍ର ଆମେ ଯଦି ସେହିପରି ପାପରେ ପତିତ ହୋଇ ରହିବା ଓ ଉଦ୍ଧାରପ୍ରାପ୍ତ ନ ହେବା, ତାହେଲେ ତହିଁରେ କିଛି ମୂଲ୍ୟ ନାହିଁ। ଏହି ବାକ୍ୟ ଅଧ୍ୟୟନ କରିବା ବା ଶ୍ରବଣ କରିବା ଆମମାନଙ୍କ ପକ୍ଷରେ ବୃଥା, ମୂଲ୍ୟହୀନ। ଆମେ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ କିଛି ଜ୍ଞାନ ଆହରଣ କରିପାରୁ, ମାତ୍ର ଆମେ ଯଦି ପ୍ରଭୁ ଯୀଶୁଙ୍କୁ ବ୍ୟକ୍ତିଗତ ଭାବେ ନ ଜାଣୁ ଓ ତାହାଙ୍କୁ ବ୍ୟକ୍ତିଗତ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ ନ କରୁ ଓ ତାହାଙ୍କ ସହ ସଂଯୁକ୍ତ ନ ହେଉ, ତାହାଙ୍କଠାରେ ଦୃଢ଼ ବିଶ୍ୱାସ ସ୍ଥାପନ ନ କରୁ, ତାହେଲେ ଆମେ ସେହି ଅନନ୍ତ ରାଜ୍ୟର ବା ସେହି ନୂତନ ଜେରୁସାଲେମର ଅଧିକାରୀ ହୋଇପାରିବା ନାହିଁ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ସାହାଯ୍ୟ କରନ୍ତୁ, ଯେପରି ଆମେ ଆଗାମୀ ଦିନରେ ପ୍ରଭୁଙ୍କ ନିମନ୍ତେ ଜୀବନଯାପନ କରିବା ପାଇଁ ଚେଷ୍ଟା କରିବା। ହଁ, ଆମେ ଜାଣୁ ପ୍ରଭୁଙ୍କ ନିମନ୍ତେ ଜୀବନଯାପନ କରିବା ଏତେ ସହଜ ବିଷୟ ନୁହେଁ। ଏଥିନିମନ୍ତେ ଆମମାନଙ୍କୁ ଅନେକ ତ୍ୟାଗ ସ୍ୱୀକାର କରିବାକୁ ପଡ଼ିବ, ଅନେକ କଷ୍ଟ ସ୍ୱୀକାର କରିବାକୁ ପଡ଼ିବ, ଅନେକ ପ୍ରକାର ଉତ୍ଥାନ ଓ ପତନର ମଧ୍ୟ ଦେଇ ଗତି କରିବାକୁ ହେବ। ମାତ୍ର ଏହି ସମସ୍ତ ମଧ୍ୟରେ ପ୍ରଭୁ ଆମମାନଙ୍କର ସହବର୍ତ୍ତୀ ହୋଇ ସେ ଆମମାନଙ୍କୁ ଶକ୍ତି ଦେବେ, ସେ ଆମମାନଙ୍କୁ ଉଦ୍ଧାର କରିବେ, ସେ ଆମମାନଙ୍କୁ ସୁରକ୍ଷା ପ୍ରଦାନ କରିବେ, ଯଦି ଆମମାନେ ତାହାଙ୍କ ସହିତ ବିଶ୍ୱାସରେ ଚାଲିବା। ପ୍ରଭୁ ଏହି ଅନ୍ଧକାରମୟ ଜଗତରେ ଚାହାନ୍ତି ନାହିଁ ଆମମାନେ ବିନଷ୍ଟ ହେଉ, ମାତ୍ର ସେ ଆମମାନଙ୍କୁ ସେହି ରାଜ୍ୟର ଅଧିକାରୀ କରାଇବା ପାଇଁ ଚାହାନ୍ତି, ସେ ଅନନ୍ତ ଜୀବନର ଅଧିକାରୀ କରାଇବା ପାଇଁ ଚାହାନ୍ତି। ଯଦି ଆମେ ତାହା ଚାହୁଁ, ତାହେଲେ ବର୍ତ୍ତମାନଠାରୁ ଆମମାନେ ତାହାଙ୍କ ନିମନ୍ତେ ପ୍ରସ୍ତୁତ ଭାବରେ ଜୀବନଯାପନ କରୁ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରିୟ ଶ୍ରୋତା, ଆମର କାର୍ଯ୍ୟକ୍ରମ ନିୟମିତ ଶୁଣୁଥିବାରୁ ଅଶେଷ ଧନ୍ୟବାଦ। ଆପଣ ଏହି କାର୍ଯ୍ୟକ୍ରମ ଶୁଣିବା ଦ୍ୱାରା ଆତ୍ମିକ ଜୀବନରେ ଉପକୃତ ହୋଇପାରିଥିବେ ବୋଲି ଆମର ବିଶ୍ୱାସ। ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଅଥବା ଉପାଦେୟ ପୁସ୍ତକର ଆବଶ୍ୟକ ଥିଲେ ଆମ ସହ ଯୋଗାଯୋଗ କରନ୍ତୁ। ଆମର ଠିକଣା ପଥ ପ୍ରଦର୍ଶିକା, ଟ୍ରାନ୍ସ ୱାର୍ଲ୍ଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001। ମୋବାଇଲ ନମ୍ବର 9777221415। ଆମର ଇମେଲ ଆଡ୍ରେସଟି ଲେଖି ରଖନ୍ତୁ oriattb@radio882.com। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।